ଖ୍ରୀଷ୍ଟଙ୍କର ଅତି ପବିତ୍ର ବହୁମୂଲ୍ୟ ନାମରେ ଆପଣମାନଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ପ୍ରଭୁ ଅନୁଗ୍ରହ କରି ଆଉ ଏକ ସୁନ୍ଦର ଅବକାଶ ସେ ଆମ୍ଭମାନଙ୍କୁ ଦେଇଛନ୍ତି। ଆମେ ଯେପରି ତାହାଙ୍କ ବାକ୍ୟ ପ୍ରତି ମନୋଯୋଗୀ ହେବା, ଆମେ ତାହାଙ୍କର ବାକ୍ୟ ଅନୁଯାୟୀ ନିଜକୁ ପ୍ରସ୍ତୁତ କରିବା। ଖ୍ରୀଷ୍ଟରେ ପ୍ରିୟର ଭାଇ ଓ ଭଉଣୀମାନେ, ଆମେ ସମସ୍ତେ ଜାଣୁ ଯେ ଆଜି ଦିନ ମାନଙ୍କରେ ଆମେ ଦୁଃଖ ଭୋଗ ସପ୍ତାହର ଶେଷ ସପ୍ତାହ ମଧ୍ୟରେ ଆମେ ବସବାସ କରୁଛୁ ଏବଂ ଗୁଡ୍ ଫ୍ରାଇଡେ ପୂର୍ବରେ ଆମେ ବସବାସ କରୁଛୁ। ଏହିପରି ସମୟରେ ଆଜି ପୁଣି ଥରେ ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଦୁଃଖ ଭୋଗ ସମ୍ବନ୍ଧୀୟ ବା ତାହାଙ୍କ କ୍ରୁଶ୍ୟ ମୃତ୍ୟୁ ବିଷୟରେ ପ୍ରଭୁଙ୍କ ବାକ୍ୟ ଠାରୁ ଅଳ୍ପ ସମୟ ଧ୍ୟାନ କରିବା ପାଇଁ ଯିବା। ଆଜି ଆମେ ଯେଉଁ ପ୍ରସଙ୍ଗରେ କଥାବାର୍ତ୍ତା ହେବା, ସେ ପ୍ରସଙ୍ଗର ଶୀର୍ଷକ ହେଲା ଗୁଡ୍ ଫ୍ରାଇଡେ ପ୍ରକୃତରେ କ'ଣ ଅଟେ। ଗୁଡ୍ ଫ୍ରାଇଡେ ବୋଲି କହିଲେ କ'ଣ ଅଟେ? ଦ୍ୱିତୀୟ ବିଷୟ ଆମମାନଙ୍କର ରହିବ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁର ଦିନକୁ କାହିଁକି ଗୁଡ୍ ଫ୍ରାଇଡେ ବୋଲି କୁହାଯାଏ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁର ଦିନକୁ କାହିଁକି ଗୁଡ୍ ଫ୍ରାଇଡେ ବା ଶୁଭ ଶୁକ୍ରବାର ବୋଲି କାହିଁକି କୁହାଯାଏ। ଆଜି ଆମେ ଏହି ଦୁଇଟି ପ୍ରସଙ୍ଗରେ ଅଳ୍ପ ସମୟ ଧରି ପ୍ରଭୁଙ୍କ ବାକ୍ୟ ଠାରୁ କଥାବାର୍ତ୍ତା ହେବା। ପ୍ରିୟ ଭାଇ ଭଉଣୀ ମାନେ, ଆମେ ସାଧାରଣତଃ ଯଦି ଆମେ ଦେଖୁ ଯେ ଗୁଡ୍ ଫ୍ରାଇଡେ ବୋଲି କହିଲେ ଏହା ଗୋଟେ ଇଂରାଜୀ ଶବ୍ଦ ଅଟେ। ସାଧାରଣ ଭାବରେ ଯଦି ଆମେ ବୁଝିବାକୁ ଯିବା, ଏହି ଗୁଡ୍ ଫ୍ରାଇଡେ ର ଅର୍ଥ ହେଲା ଶୁଭ ଶୁକ୍ରବାର। କିନ୍ତୁ ଆମେ ଯେ ଏହି ଇଂରାଜୀ ଶବ୍ଦକୁ ଓଡ଼ିଆରେ ଆମେ ଅନୁବାଦ କରି ବୁଝିବା ଆଉ ସନ୍ତୁଷ୍ଟ ହେଇଯିବା, ଏହା ଜଣେ ଖ୍ରୀଷ୍ଟ ବିଶ୍ୱାସୀ ପାଇଁ ଯଥେଷ୍ଟ ନୁହେଁ। ଗୁଡ୍ ଫ୍ରାଇଡେ ବୋଲି କହିଲେ କେବଳ ଶୁଭ ଶୁକ୍ରବାର ଏତିକିରେ ସରିଗଲା ତାହା ନୁହେଁ। ପ୍ରକୃତରେ ଗୁଡ୍ ଫ୍ରାଇଡେ କ'ଣ ଅଟେ, ଏହା ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଭାବରେ ଜାଣିବାର ଆବଶ୍ୟକ ରହିଛି। ଆମେ ଗୁଡ୍ ଫ୍ରାଇଡେ ବୋଲି କହିଲେ କ'ଣ ବୁଝୁ ପ୍ରିୟ ଭାଇ ଭଉଣୀ ମାନେ? ଶୁକ୍ରବାର ଦିନ ଚର୍ଚ୍ଚକୁ ଯିବା, ଗୁଡ୍ ଫ୍ରାଇଡେ ଯେବେ ରହୁଛି ଆମମାନଙ୍କର ଯାଇ ଆମେ ଆରାଧନା କରିବା, ଗୀତ ଗାଇବା, ଆମେ ଟିକେ ଆଣ୍ଠେଇବା, ଟିକେ କ୍ରନ୍ଦନ କରିବା, ଏହା ଗୁଡ୍ ଫ୍ରାଇଡେ କି? ମୁଁ ଆପଣମାନଙ୍କୁ ଚର୍ଚ୍ଚ ଯିବା ପାଇଁ, ଆରାଧନା କରିବା ପାଇଁ, ଗୀତ ଗାଇବା ପାଇଁ, ତାଳି ମାରିବା ପାଇଁ ମୁଁ ନିଷେଧ କରୁନାହିଁ, କିନ୍ତୁ ଏତିକିରେ ଆମମାନଙ୍କର ଗୁଡ୍ ଫ୍ରାଇଡେ ସରିଯାଉଛି କି? ଏହାକୁ ଗୁଡ୍ ଫ୍ରାଇଡେ ବୋଲି କୁହାଯାଏ କି? ପ୍ରିୟ ଭାଇ ଭଉଣୀ ମାନେ, ପ୍ରକୃତ ଗୁଡ୍ ଫ୍ରାଇଡେ କ'ଣ ଅଟେ? ମୁଁ ପ୍ରଭୁଙ୍କ ବାକ୍ୟ ଠାରୁ ପଦେ ଆପଣମାନଙ୍କୁ କହିବା ପାଇଁ ଚାହେଁ। ମୋ ସହିତ ଆପଣମାନେ ଫିଲିପିୟ ପୁସ୍ତକକୁ ଆସିବେ। ଫିଲିପିୟ ପୁସ୍ତକ 2 ଅଧ୍ୟାୟ 5 ପଦରୁ ଆମେ 8 ପଦ ପର୍ଯ୍ୟନ୍ତ ପାଠ କଲେ ଆମେ ଜାଣିପାରିବା ଯେ ପ୍ରକୃତରେ ଗୁଡ୍ ଫ୍ରାଇଡେ ମୋ ଜୀବନରେ କିପରି ହେବାର ଆବଶ୍ୟକ ରହିଛି। ଲେଖାଯାଏ, ଖ୍ରୀଷ୍ଟ ଯୀଶୁଙ୍କର ମନ ଯେପରି ଥିଲା ତୁମ୍ଭମାନଙ୍କର ସେହିପରି ମନ ହେଉ। 6 ପଦ, ସେ ଈଶ୍ୱର ରୂପୀ ହେଲେ ହେଁ ଈଶ୍ୱରଙ୍କ ସହିତ ସମାନ ହୋଇ ରହିବା ନିଜ ନିମନ୍ତେ ଧରି ରଖିବାର ବିଷୟ ମନେ କଲେ ନାହିଁ। 7 ପଦ, କିନ୍ତୁ ମନୁଷ୍ୟ ସଦୃଶ ହୋଇ ଦାସ ରୂପ ଧାରଣ କରି ଆପଣାକୁ ଶୂନ୍ୟ କଲେ। 8 ପଦ, ପୁଣି ମନୁଷ୍ୟ ଭାବରେ ଦେଖାଯାଇ ମୃତ୍ୟୁ ପର୍ଯ୍ୟନ୍ତ, ହଁ କ୍ରୁଶ୍ୟ ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞାବହ ହୋଇ ଆପଣାକୁ ଅବନତ କଲେ। ପ୍ରିୟ ଭାଇ ଭଉଣୀ ମାନେ, ଆମେ ଗୁଡ୍ ଫ୍ରାଇଡେ ଦିନ ଚର୍ଚ୍ଚ ଯିବାର ଆବଶ୍ୟକ ରହିଛି। ଆମେ ପ୍ରଭୁଙ୍କର ସେହି କ୍ରୁଶରେ କରିଥିବା ତାହାଙ୍କର କରୁଣା, ତାହାଙ୍କର ମଙ୍ଗଳ ଦାନକୁ ମନେ ପକାଇ ତାହାଙ୍କୁ ଧନ୍ୟବାଦ ଦେବାର ରହିଛି। ଏହା ବହୁତ ଭଲ ବିଷୟ ଆଉ ଏହା ଆମ ପାଇଁ ଅତି ଆଶୀର୍ବାଦର ବିଷୟ ଅଟେ। କିନ୍ତୁ ଆମେ ଗୁଡ୍ ଫ୍ରାଇଡେ ଦିନରେ ଆମେ ଠିକ ସମୟରେ ଚର୍ଚ୍ଚ ଗଲୁ, ଆରାଧନା କଲୁ, ଆମେ ଗୀତ ଗାଇଲୁ, ଆମେ ବାକ୍ୟ ପ୍ରଚାର କଲୁ, ଯଦି ଆମ ଜୀବନରେ ଆଜ୍ଞାବହତା ନାହିଁ, ପ୍ରିୟ ଭାଇ ଭଉଣୀ ମାନେ, ଏହି ବିଷୟକୁ ଗୁଡ୍ ଫ୍ରାଇଡେ ବୋଲି କୁହାଯାଏ ନାହିଁ, ଶୁଭ ଶୁକ୍ରବାର ବୋଲି କୁହାଯାଏ ନାହିଁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ କ୍ରୁଶରେ ଏତେ ଯନ୍ତ୍ରଣା ଭୋଗିଲେ, ଦୁଃଖ ସହିଲେ, କଣ୍ଟାର ମୁକୁଟ ସେ ପିନ୍ଧିଲେ, 3ଟି କଣ୍ଟାରେ ସେ 6 ଘଣ୍ଟା ପର୍ଯ୍ୟନ୍ତ ସେ କ୍ରୁଶରେ ଝୁଲିଲେ, ମାତ୍ର ଆଜ୍ଞାବହତା ସେ ଭୁଲିଗଲେ ନାହିଁ। ପ୍ରଭୁଙ୍କର ବାକ୍ୟକୁ ପିଠିଆରେ ପକାଇଲେ ନାହିଁ।
ଆଉ ସେହିପରି ଯନ୍ତ୍ରଣା ଦୁଃଖ ଭୋଗ ସମୟରେ ସେ କହିଲେ ପିତା ଏମାନଙ୍କୁ କ୍ଷମା କର। ପ୍ରିୟ ଭାଇ ଭଉଣୀ ମାନେ, ପ୍ରକୃତ ଗୁଡ୍ ଫ୍ରାଇଡେ ଶତ୍ରୁମାନଙ୍କୁ କ୍ଷମା କରିବା, ପ୍ରକୃତ ଗୁଡ୍ ଫ୍ରାଇଡେ ନିଜକୁ ନମ୍ର କରିବା, ପ୍ରକୃତ ଗୁଡ୍ ଫ୍ରାଇଡେ ଏହା ଅଟେ ଯେ ଦୁନିଆର ସବୁ ପରିସ୍ଥିତିରେ ବାକ୍ୟକୁ ଆମେ ମାନିକିନା ଚାଲିବା, ଆଜ୍ଞାବହ ହେବା, ଈଶ୍ୱରଙ୍କର ବାକ୍ୟ ଅନୁଯାୟୀ ନିଜ ଜୀବନକୁ ଅତିବାହିତ କରିବା। ଏହା ହେଉଛି ପ୍ରକୃତ ଗୁଡ୍ ଫ୍ରାଇଡେ। ଏବେ ଆମେ କଥାବାର୍ତ୍ତା ହେବା ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁର ଦିନକୁ କାହିଁକି ଶୁଭ ଦିନ ବୋଲି କୁହାଯାଏ। ଗୁଡ୍ ଫ୍ରାଇଡେ ବୋଲି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁର ଦିନକୁ କାହିଁକି କୁହାଯାଏ? ଆମେ ଓଡ଼ିଶାରେ, ଭାରତ ଦେଶରେ ବା ଅନ୍ୟାନ୍ୟ ସ୍ଥାନରେ ଯେକୌଣସି ଜାଗାରେ ହେଉନା କାହିଁକି, ଯେଉଁମାନେ ମାନ୍ୟଗଣ୍ୟ ବ୍ୟକ୍ତିମାନେ ସେମାନେ ମୃତ୍ୟୁବରଣ କରନ୍ତି, ଆମମାନଙ୍କର ରାଜା ପଣ୍ଡିତ ଯେଉଁମାନେ କି ସମାଜରେ ପ୍ରତିଷ୍ଠିତ ମନ୍ତ୍ରୀ, ଏହି ପ୍ରକାର କୌଣସି ବ୍ୟକ୍ତି ଯଦି ସେମାନେ ମୃତ୍ୟୁବରଣ କରନ୍ତି, ସେମାନଙ୍କର ଦିନକୁ ଶୋକର ଦିନ, ସ୍ୱାଦ ଦିବସ ଭାବରେ ସେମାନେ ପାଳନ କରନ୍ତି। ଆଉ ସେମାନେ ସେ ମୃତ୍ୟୁର ଦିନରେ କ୍ରନ୍ଦନ କରନ୍ତି, ଦୁଃଖର ଦିନ ଶୋକ ଦିବସ ଭାବରେ ସେମାନେ ପାଳନ କରନ୍ତି। ମାତ୍ର ଦୁନିଆରେ ଯେ କି ଏକମାତ୍ର ବ୍ୟକ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ, ତାହାଙ୍କର ମୃତ୍ୟୁର ଦିନକୁ ଶୁଭ ଦିନ ବୋଲି କୁହାଯାଏ, ଶୁଭ ଶୁକ୍ରବାର ବୋଲି କୁହାଯାଏ। ପ୍ରଶ୍ନ ହେଉଛି ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁର ଦିନକୁ କାହିଁକି ଶୁଭ ଶୁକ୍ରବାର ବୋଲି କୁହାଯାଉଛି? ପ୍ରିୟ ଭାଇ ଭଉଣୀ ମାନେ, ଆମେ ବାକ୍ୟ ଠାରୁ ଅଳ୍ପ ସମୟ କଥାବାର୍ତ୍ତା ହେବା। ମୁଁ ଆପଣମାନଙ୍କ ନିକଟରେ 5ଟି ବିଷୟ ରଖିବା ପାଇଁ ଚାହେଁ, ଯଦ୍ୱାରା ଆମେ ଜାଣିପାରିବା ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁର ଦିନ ଏଥିପାଇଁ ଶୁଭ ଅଟେ, ଭଲ ଅଟେ, ଗୁଡ୍ ଅଟେ, ଏହା ଆମେ ଜାଣିପାରିବା। ସର୍ବପ୍ରଥମରେ ଆପଣମାନଙ୍କ ନିକଟରେ ମୁଁ ରଖିବା ପାଇଁ ଚାହେଁ କଲୋସିୟ ପୁସ୍ତକ, ସାଧୁ ପାଉଲଙ୍କ ଦ୍ୱାରା ଲିଖିତ କଲୋସିୟ ପୁସ୍ତକ 2 ଅଧ୍ୟାୟକୁ ଆସିବେ। 2 ଅଧ୍ୟାୟ ତାର 14 ଆଉ 15 ପଦ ମୁଁ ଆମ ସମସ୍ତଙ୍କ ନିମନ୍ତେ ପଢିବା ପାଇଁ ଚାହେଁ। ଏଠାରେ ପ୍ରକାର ଲେଖାଯାଏ, ପୁଣି ବିଧି ବିଧାନରେ ଆମ୍ଭମାନଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ ପତ୍ର ଥିଲା ତାହା ସେ ଲୋପ କରି କ୍ରୁଶରେ ଟଙ୍ଗାଇ ଦେଇ ଆମ୍ଭମାନଙ୍କ ପଥରୁ ଦୂର କରିଦେଇ ଅଛନ୍ତି। 15 ପଦ, ସମସ୍ତ ଆଧିପତ୍ୟ ଓ କର୍ତ୍ତାପଣର ଅସ୍ତ୍ରଶସ୍ତ୍ର ଛଡ଼ାଇ ପ୍ରକାଶରେ ସେମାନଙ୍କ ପ୍ରଦର୍ଶନ ପୂର୍ବକ କ୍ରୁଶରେ ବିଜୟ ଯାତ୍ରା କରିଅଛନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ପ୍ରଭୁଙ୍କର ମୃତ୍ୟୁର ଦିନ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁର ଦିନକୁ କାହିଁକି ଆମେ ଗୁଡ୍ ଫ୍ରାଇଡେ ବୋଲି କହୁ, ଶୁଭ ବୋଲି କହୁ? ଯେ ବିଧି ବିଧାନରେ ଯେଉଁ ସବୁ ଅଭିଯୋଗ ପତ୍ର ଥିଲା, ଆଦମଙ୍କ ଠାରୁ ଯେଉଁ ପାପ ମନୁଷ୍ୟମାନଙ୍କ ଉପରେ ଅଧିକାର କରୁଥିଲା, ସେ ଯେଉଁ ପାପର ଦଣ୍ଡ ଥିଲା, ଆମମାନଙ୍କର କେସ୍ ଫାଇଲ ହେଇକିନା ଥିଲା, ପେଣ୍ଡିଂ ଥିଲା, ସେଇ ସବୁ ବିଷୟକୁ ସେ କଣ କରିଛନ୍ତି? କ୍ରୁଶରେ ଟଙ୍ଗେଇ ଦେଇ, ସେ କ୍ରୁଶରେ କେବଳ ଟଙ୍ଗେଇଲେ ତାହା ନୁହେଁ, ଆମ୍ଭମାନଙ୍କ ଠାରୁ ସେ ଦୂର କରିଥିଲେ। ଆମକୁ ଆଉ ସେହି ଆଦମ ଆଉ ହବା ଯେଉଁ ପାପ କଲେ, ସେମାନଙ୍କ ଯୋଗୁଁ ଆମେ ଯେଉଁ ଦଣ୍ଡ ଭୋଗିବାର ଥିଲା, ସେହି ଦଣ୍ଡ ପ୍ରଭୁ ଯୀଶୁ ଖ୍ରୀଷ୍ଟ କ୍ରୁଶର ମୃତ୍ୟୁ ଦ୍ୱାରା ସେ ଦୂର କରିଦେଲେ। ସେ ଅଭିଯୋଗକୁ ଦୂର କରିଦେଲେ ଆଉ କହିଲେ, ଏମାନେ ମତେ ଗ୍ରହଣ କରିଛନ୍ତି, ଏମାନେ ମତେ ବିଶ୍ୱାସ କରିଛନ୍ତି, ଏମାନେ ଧାର୍ମିକ ଅଟନ୍ତି, ଏମାନେ ପବିତ୍ର ଅଟନ୍ତି। ଏହା ସେ ତାଙ୍କର ମୃତ୍ୟୁ ଦ୍ୱାରା ସେ ଘୋଷଣା କଲେ। ପ୍ରିୟ ଭାଇ ଭଉଣୀ ମାନେ, ଆଉ ଶୈତାନର ସବୁ ଅସ୍ତ୍ର ଶସ୍ତ୍ରକୁ ସେ ଛଡ଼େଇ କ୍ରୁଶରେ ସେ ବିଜୟ ଯାତ୍ରା କଲେ। ସେଥିପାଇଁ ତାହାଙ୍କର ମୃତ୍ୟୁର ଦିନକୁ ଶୁଭ ବୋଲି କୁହାଯାଏ, ଗୁଡ୍ ଫ୍ରାଇଡେ ବୋଲି କୁହାଯାଏ। ଦ୍ୱିତୀୟ ବିଷୟ ମୁଁ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ। ମୋ ସହିତ ଆପଣମାନେ 2 କରନ୍ଥୀୟ ପୁସ୍ତକକୁ ଆସିବେ। 2 କରନ୍ଥୀୟ 5 ଅଧ୍ୟାୟ ଆପଣମାନେ ଦେଖିବେ। 2 କରନ୍ଥୀୟ 5 ଅଧ୍ୟାୟ ଆପଣମାନଙ୍କ ନିକଟରେ ମୁଁ 21 ପଦ ପଢିବା ପାଇଁ ଚାହେଁ। 5 ଅଧ୍ୟାୟ 21 ପଦରେ ଏ ପ୍ରକାର ଲେଖାଯାଏ, ଯାହାଙ୍କଠାରେ ପାପର ଲେଶ ମାତ୍ର ନଥିଲା, ତାହାଙ୍କୁ ସେ ଆମ୍ଭମାନଙ୍କ ନିମନ୍ତେ ପାପ ସ୍ୱରୂପ କଲେ, ଯେପରି ଆମ୍ଭେମାନେ ତାହାଙ୍କ ଦ୍ୱାରା ଈଶ୍ୱରଙ୍କ ଧାର୍ମିକତା ସ୍ୱରୂପ ହେଉ। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପାଖରେ ପାପର
लेश मध्य नथिला। पिलातो कहिले अनेक समय विचार कला परे पिलातो कहिले एहांको ठारे प्राणदंड योग्य कौनसी कर्म आमे पाई पारुना। एही व्यक्ति निर्दोष व्यक्ति अटंती, मात्र से क्रूसरे ताहांकु एथिपाई चढ़ा जाउछि जे आमे जो पाप करिथिलु आम जगारे से मृत्युवरण कले, आमर अपराध को से वहन कले, आमको धार्मिकता प्रदान कले, आमको सिद्धता प्रदान कले, आमको से पवित्रता गणिले। लिखा जाउछि आंभ मानक निमंते से पापी स्वरूप होई क्रूसरे टंगा गले, क्रूसरे मृत्युवरण कले, आमको से धर्म स्वरूप पथ निकट को आनिछंती। सेतिपाई प्रभु यीशु ख्रीष्टक मृत्युर दिन को शुभ शुक्रवार बा गुड फ्राइडे बोली कहा जाए। प्रिय भाई भौणी माने तृतीय विषय मु आपण मानक निकट रे रखिबा पई चाहे जे प्रभु यीशु ख्रीष्टक मृत्युर दिन को काहेकि शुभ शुक्रवार बोली कहा जाए। मो सहित आपण माने बाहर करिवे रोमियो पुस्तक को आसीबे। रोमियो पुस्तक 6 अध्याय 6 पद आपण मानक निकट रे मु पढिबा पई चाहे। एठारे प्रकार लिखा जाए जेपरि आमे माने आउ पापर दासत्वरे न रहू, एथिपाई पापर शरीर विनष्ट हेबा निमंते आम मानकर पुरातन स्वभाव जे ताहांक सहित क्रूसरे हत होई अछि। प्रिय भाई भौणी माने आमर पापर शरीर को विनष्ट करिबा पाई, आमर पुरातन स्वभाव को से नष्ट करिबा पाई क्रूसरे मृत्यु भोग कले। पुरातन स्वभाव बोली कहिले आदमक स्वभाव। आदमक स्वभाव कौन अटे? आदमको प्रभु जेतेबेले पचारुछंती तुमे काहेकि एई वृक्षर फल खाइल, आदम कहउछंती मु खाइ नाही, मोर संगिनी तुमे जाहाकु मो सहित रहिबा पाई देइछ से देबारु मु भोजन कली। आमे मध्ये ए प्रकार थिलु, तुमे काहेकि तांकु बाढेल से बाढेबारु मु बाढेली। तुमे काहेकि मद पील, आमे कहउथिलु मु किनि किना पी नाही, मते मो सांग देबारु पी देली। एही प्रकार स्वभाव आम पाखरे थिला। प्रिय भाई भौणी माने आ एही पुरातन स्वभाव को क्रूसरे प्रभु यीशु ख्रीष्ट नष्ट कले, आमको गोटे नूतन स्वभाव देले। सेतिपाई ताहांकर मृत्युर दिन को शुभ शुक्रवार बा गुड बोली कहा जाए, उत्तम बोली कहा जाए। प्रिय भाई भौणी माने प्रभुंक नामर गौरव हो। मु आपण मानक निकट रे चतुर्थ विषय रखिबा पाई चाहे। आपण माने मो सहित गालात्य पुस्तक को आसीबे। गालात्य पुस्तक 3 अध्याय, गालात्य पुस्तक 3 अध्याय 13 आ 14 पद मु आम समस्तक निमंते पाठ करिबा पाई चाहे। एठारे प्रकार लिखा जाए यीशु ख्रीष्टक हेतु अब्राहमक आशीर्वाद जेपरि विजाति मानक प्रति वर्ते, पुणी आंभे माने जेपरि विश्वास हेतु प्रतिज्ञात आत्मा प्राप्त हेउ। 14 पद एथिपाई ख्रीष्ट आंभ मानक निमंते अभिशप्त होई व्यवस्थार अभिशापरु आंभ मानकु मूल्य देई मुक्त कले, कारण लेखा अछि जे केही खुंटरे टंगा जाए से अभिशप्त। प्रिय भाई भौणी माने आंभ मानक निमंते प्रभु यीशु ख्रीष्ट अभिशप्त हेले। खुंटरे जे टंगा जाए से अभिशप्त। आंभ मानक ऊपर जो अभिशाप थिला पीढ़ी पीढ़ी धरी आंभ मानक पूर्व पुरुष माने करिथिबा सब पापर अभिशाप आम ऊपर थिला, से अभिशाप को से मृत्यु द्वारा खंडन कले, मृत्यु द्वारा से अभिशाप आमको मुक्त कले। प्रिय भाई भौणी माने जदि आपण यीशु को निज जीवन त्राणकर्ता भाव ग्रहण करिसंती, मो पाप निमंते से क्रूसरे मरिसंती, एही कथा जदि आपण हृदय रे विश्वास करिसंती, मुखरे स्वीकार करिसंती, आपण अभिशाप मुक्त होइसंती। सेतिपाई प्रभु यीशु ख्रीष्टक मृत्युर दिन को शुभ बोली कहा जाए, गुड फ्राइडे बोली कहा जाए, उत्तम दिन बोली कहा जाए। मु आपण मानक निकट रे शेष विषय पंचम विषय रखिबा पाई चाहे। मो सहित आपण माने माथ्यू लिखित सुसमाचार को आसीबे। माथ्यू लिखित सुसमाचार आमे 27 अध्याय को जीवा। माथ्यू लिखित सुसमाचार
27 ଅଧ୍ୟାୟ ଆମେ ପାଠ କରିବା। 27 ଅଧ୍ୟାୟ ତାର 50 ଆଉ 51 ପଦ ପାଠ କରିବା। ଏଠାରେ ପ୍ରକାର ଲେଖାଯାଏ, କିନ୍ତୁ ଯୀଶୁ ପୁନର୍ବାର ଉଚ୍ଚ ସ୍ୱରରେ ଡାକି ପ୍ରାଣ ତ୍ୟାଗ କଲେ। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ କ୍ରୁଶରେ ସେ ପ୍ରାଣ ତ୍ୟାଗ କଲେ। ଆଉ ସେହି ପ୍ରାଣ ତ୍ୟାଗର ଦିନକୁ କାହିଁକି ଶୁଭ ବୋଲି କୁହାଯାଉଛି? 51 ପଦରେ ଲେଖାଯାଏ, ପୁଣି ଦେଖ, ମନ୍ଦିରର ବିଚ୍ଛେଦ ବସ୍ତ୍ର ଉପରୁ ତଳ ପର୍ଯ୍ୟନ୍ତ ଚିରି 2 ଖଣ୍ଡ ହେଲା, ଆଉ ଭୂମିକମ୍ପ ହେଲା ଓ ଶୈଳ ସବୁ ବିଦୀର୍ଣ୍ଣ ହେଲା। ପ୍ରଭୁଙ୍କ ନାମର ସ୍ତୁତି ହେଉ। ମନ୍ଦିରର ବିଚ୍ଛେଦ ବସ୍ତ୍ର ତଳରୁ ଉପର ଯାଏ ଚିରି ହେଉନାହିଁ, ଉପରୁ ତଳ ଯାଏ। କାହିଁକି? ଏହି ଚିତ୍ର ବା ଏହି ଘଟଣା ଏହା ଦର୍ଶାଏ ଯେ ଉପରୁ ତଳ ପର୍ଯ୍ୟନ୍ତ କାହିଁକି ଚିରି ହେଲା, ଯେ ଏହା ସ୍ୱୟଂ ପରମେଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁ ଦ୍ୱାରା ସେ ବିଚ୍ଛେଦ ବସ୍ତ୍ରକୁ ସେ କଣ କଲେ? ଚିରି 2 ଖଣ୍ଡ କଲେ। ମନୁଷ୍ୟ ଆଉ ପରମେଶ୍ୱରଙ୍କ ଭିତରେ ଯେଉଁ ବିଚ୍ଛେଦତା ଥିଲା, ଯେଉଁ ସମ୍ପର୍କ କଟି ଯାଇଥିଲା, ହବା ଆଦମ ପରମେଶ୍ୱରଙ୍କର ଯେଉଁ ସହଭାଗିତା, ଯେଉଁ ସମ୍ପର୍କ ଏଦନ ଉଦ୍ୟାନରେ କଟି ଯାଇଥିଲା, ହବା ଆଉ ଆଦମ ପାପ କଲା ପରେ ସେହି ସମ୍ପର୍କକୁ ପୁନର୍ବାର ସେ ମନୁଷ୍ୟ ସହିତ ଆଉ ପରମେଶ୍ୱର ସହିତ ସେହି ସହଭାଗିତାକୁ ଦେବା ପାଇଁ ଯେଉଁ ବିଚ୍ଛେଦ ବସ୍ତ୍ର ଥିଲା, ସେ ବିଚ୍ଛେଦ ବସ୍ତ୍ରକୁ ତାଙ୍କର ମୃତ୍ୟୁ ଦ୍ୱାରା ସେ 2 ଖଣ୍ଡ କରି ଚିରିଦେଲେ। ପୁରାତନ ନିୟମରେ ପ୍ରାଙ୍ଗଣ, ପବିତ୍ର ସ୍ଥାନ ଆଉ ମହାପବିତ୍ର ସ୍ଥାନ ଥିଲା। ପ୍ରାଙ୍ଗଣରେ, ପବିତ୍ର ସ୍ଥାନରେ ଲୋକ ଯାଇପାରୁଥିଲେ, ମାତ୍ର ମହାପବିତ୍ର ସ୍ଥାନରେ କେହି ମଧ୍ୟ ସେ ମହାପବିତ୍ର ସ୍ଥାନରେ ଯାଇପାରୁନଥିଲେ, କାରଣ ସେହି ମହାପବିତ୍ର ସ୍ଥାନକୁ ଯିବା ପାଇଁ ଗୋଟେ ବିଚ୍ଛେଦ ବସ୍ତ୍ର ରହୁଥିଲା। ଯେଉଁ ମହାପବିତ୍ର ସ୍ଥାନରେ କେବଳ ଲେବୀୟ ଗୋଷ୍ଠୀର ଯାଜକମାନେ ବର୍ଷକୁ କେବଳ ଥରେ ଭୟର ସହିତ, କମ୍ପର ସହିତ ଡରି ଡରି ସେମାନେ ବର୍ଷକୁ ଥରେ ଯାଉଥିଲେ। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୃତ୍ୟୁ ଦ୍ୱାରା ସେ ବିଚ୍ଛେଦ ବସ୍ତ୍ରକୁ ସେ କଣ କଲେ? 2 ଭାଗ କଲେ, ଯଦ୍ୱାରା ମନୁଷ୍ୟ ପରମେଶ୍ୱରଙ୍କର ଉପସ୍ଥିତିକୁ ପାଇପାରିବ, ପରମେଶ୍ୱରଙ୍କ ଆତ୍ମାରେ ପୂର୍ଣ୍ଣ ହେବ, ପରମେଶ୍ୱରଙ୍କ ସହିତ ସହଭାଗିତା କରିବ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାହାଙ୍କ ମୃତ୍ୟୁ ଦ୍ୱାରା ସେ ସେହି ବିଚ୍ଛେଦ ବସ୍ତ୍ରକୁ ସେ 2 ଭାଗ କଲେ। ଯଦି ଆପଣମାନେ ଏବ୍ରୀ ପୁସ୍ତକକୁ ଆସିବେ, ଏବ୍ରୀ ପୁସ୍ତକ 10 ଅଧ୍ୟାୟ ଯଦି ଆପଣମାନେ 19 ପଦ ପଢିବେ, ଲେଖାଯାଏ, ଅତଏବ ହେ ଭାଇମାନେ, ଯୀଶୁ ବିଚ୍ଛେଦ ବସ୍ତ୍ର ଅର୍ଥାତ୍ ଆପଣା ଶରୀର ଦ୍ୱାରା ଯେଉଁ ନୂତନ ଓ ଜୀବନଦାୟକ ପଥ ଆମମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି, ନିଜ ଶରୀର କ୍ରୁଶରେ ସମର୍ପଣ କରି, ନିଜ ଶରୀରର ମୃତ୍ୟୁ ଭୋଗ ଦ୍ୱାରା, ତାହାଙ୍କର ରକ୍ତ ଦ୍ୱାରା ସେହି ବିଚ୍ଛେଦ ବସ୍ତ୍ରକୁ ସେ 2 ଭାଗ କଲେ। ଆମେ ଯେପରି ପ୍ରଭୁଙ୍କ ନିକଟକୁ ଯିବା ପାଇଁ, ପିତା ପରମେଶ୍ୱରଙ୍କ ନିକଟକୁ ଯିବା ପାଇଁ ପଥ ପାଇବା, ଆମେ ଅଧିକାର ପ୍ରାପ୍ତ ହେବା। ପ୍ରିୟ ଭାଇ ଭଉଣୀ ମାନେ, ତାହାଙ୍କ ମୃତ୍ୟୁ ଦ୍ୱାରା ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେହି ମନୁଷ୍ୟ ଆଉ ପରମେଶ୍ୱରଙ୍କ ମଧ୍ୟରେ ଥିବା ବିଚ୍ଛେଦ ବସ୍ତ୍ର, ଅସମ୍ପର୍କ, ବାଧା ଦେଉଥିବା ଶକ୍ତିକୁ ସେ କଣ କଲେ? 2 ଭାଗ କଲେ, 2 ଖଣ୍ଡ କଲେ। ସେଥିପାଇଁ ତାହାଙ୍କର ଦିନକୁ, ତାହାଙ୍କର ମୃତ୍ୟୁର ଦିନକୁ, କ୍ରୁଶୀୟ ମୃତ୍ୟୁ ଭୋଗର ଦିବସକୁ ଗୁଡ୍ ବୋଲି କୁହାଯାଏ, ଶୁଭ ଶୁକ୍ରବାର ବୋଲି କୁହାଯାଏ। ପ୍ରିୟ ଭାଇ ଭଉଣୀ, ଆମେ এই କଥାକୁ ବୁଝିବା, ମନେ ରଖିବା। ଯଦି ଆମେ এই କଥାକୁ ବୁଝିଛୁ, ଆମେ ତାହାଙ୍କର ଦିନରେ ଆମେ କେତେ ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେଇପାରିବା, କେତେ ମୁଖ ଫିଟାଇ ହୃଦୟ ଖୋଲି ଆମେ ନିଜର କୃତଜ୍ଞ ହୃଦୟ ସହିତ ଆମେ ତାହାଙ୍କର ସ୍ତୁତି ପ୍ରଶଂସା ଆମେ କରିପାରିବା। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଏହି ସଂକ୍ଷିପ୍ତ ଚିନ୍ତାଧାରା, ଏହି ତାହାଙ୍କର ଜୀବନ୍ତ ବାକ୍ୟ ଦ୍ୱାରା ପ୍ରଭୁ ଆମ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କର।